କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ କଥା ହେବା ମାର୍ସ ଅର୍ବିଟର ମିଶନ ବା ମଙ୍ଗଲୟାନ ବିଷୟରେ। ଭାରତର ପ୍ରଥମ ମଙ୍ଗଳ ଅଭିଯାନ ମଙ୍ଗଲୟାନ ଭାରତର ପ୍ରଥମ ଅନ୍ତର୍ଗ୍ରହୀୟ ମିଶନ ଥିଲା, ଯାହାକୁ ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଦ୍ୱାରା ନଭେମ୍ବର 5, 2013ରେ ଆରମ୍ଭ କରାଯାଇଥିଲା। ଏହି ମିଶନ ପ୍ରାୟ ଏକ କ୍ଷୁଦ୍ର ବଜେଟରେ ସମାପ୍ତ ହୋଇଥିଲା, ଫଳରେ ଏହା ବିଶ୍ୱ ସ୍ତରରେ ସବୁଠାରୁ କମ୍ ଖର୍ଚ୍ଚକାରୀ ଅଭିଯାନ ମଧ୍ୟରୁ ଗୋଟିଏ ଥିଲା। ଭାରତ ପ୍ରଥମ ପ୍ରୟାସରେ ମଙ୍ଗଳରେ ସଫଳତାର ସହ ପହଞ୍ଚିଥିବା ପ୍ରଥମ ଦେଶ ହୋଇଥିଲା। ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପୋଲାର ସାଟେଲାଇଟ୍ ପ୍ରକ୍ଷେପଣ ଯାନ PSLV-C-25 ବ୍ୟବହାର କରି ମହାକାଶ ଯାନ ଉତ୍କ୍ଷେପଣ କରାଯାଇଥିଲା। ଏହି ମିଶନର ଲକ୍ଷ୍ୟ ମଙ୍ଗଳ ପୃଷ୍ଠ, ଆକୃତି, ବାୟୁମଣ୍ଡଳ ଏବଂ ଖଣିଜ ରଚନା ଅଧ୍ୟୟନ କରିବା। ଏହା ଏକ ଆନ୍ତର୍ଗ୍ରହୀୟ ମିଶନ ବିକାଶ, ପ୍ରକ୍ଷେପଣ ଏବଂ ପରିଚାଳନା କରିବାର ଇସ୍ରୋର କ୍ଷମତା ପ୍ରଦର୍ଶନ କରିବା ମଧ୍ୟ ଥିଲା। ମଙ୍ଗଳୟାନ 5ଟି ବୈଜ୍ଞାନିକ ପେଲୋଡ୍ ବହନ କରିଥିଲା। ମଙ୍ଗଲୟାନ 300 ଦିନର ଯାତ୍ରା ପରେ ସେପ୍ଟେମ୍ବର 24, 2014ରେ ମଙ୍ଗଳର କକ୍ଷପଥରେ ପ୍ରବେଶ କରିଥିଲା, ଯାହା ଆମେରିକା, ରୁଷ ଏବଂ ୟୁରୋପୀୟ ସଂଘ ସହିତ ଭାରତର ଅବିଚ୍ଛିନ୍ନ ମହାକାଶ କ୍ଲବରେ ପ୍ରବେଶକୁ ଚିହ୍ନିତ କରିଥିଲା। ଯଦିଓ ମୂଳତଃ ଏକ 6 ମାସର ମିଶନ ପାଇଁ ଯୋଜନା କରାଯାଇଥିଲା, ମଙ୍ଗଲୟାନ ଆଶାଠାରୁ ବହୁତ ଅଧିକ ଥିଲା ଏବଂ 2022ରେ ଯୋଗାଯୋଗ ହରାଇବା ପର୍ଯ୍ୟନ୍ତ ପ୍ରାୟ 8 ବର୍ଷ ଧରି କାର୍ଯ୍ୟ କରିଥିଲା। ଏହି ମିଶନ ଭାରତରେ ମହାକାଶ ଅନୁସନ୍ଧାନ ପ୍ରତି ଆଗ୍ରହର ଏକ ନୂତନ ଲହରୀକୁ ପ୍ରେରଣା ଦେଇଥିଲା। ମଙ୍ଗଲୟାନର ସଫଳତା ମହାକାଶ ଅନୁସନ୍ଧାନରେ ଇସ୍ରୋର କ୍ଷମତାକୁ ପ୍ରଦର୍ଶନ କରିଥିଲା, ଯାହା ଭବିଷ୍ୟତର ଆନ୍ତଃଗ୍ରହ ମିଶନ ଯେପରିକି ଚନ୍ଦ୍ରାୟନ-2, ଆଦିତ୍ୟ L1 ଏବଂ ଆଗାମୀ ମଙ୍ଗଳ ଅର୍ବିଟର ମିଶନ 2 ପାଇଁ ପଥ ପ୍ରଶସ୍ତ କରିଥିଲା। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ତାହେଲେ ଲାଇକ୍ କରିଦେବ, ଭିଡିଓକୁ ଅନ୍ୟମାନଙ୍କ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ଭିଡିଓ ଅପଲୋଡ ନୋଟିଫିକେସନ ପହଞ୍ଚିବ, ମିଶିକି ପଢିପାରିବ, ବୁଝିପାରିବ ଏବଂ ଜାଣିପାରିବା। ତାହେଲେ ଦେଖା ହେବାକୁ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ।